আমার পালনপুর পঞ্চায়েত চালিছে এবং সেই সংঘর্ষে আমার সর্বস্পদ পিসিসি সভাপতি শ্রীযুক্ত ভট্টাচরণ দাস আমাকে সহযোগ করছেন এবং এটি বসিবার এবং আমার সমস্যা জଣାଇବାର ଆପଣଙ୍କ ସମ୍ମୁଖରେ ସୁଯୋଗ ଦେଇଛନ୍ତି। ଆମେ ସାରଙ୍କ ନିକଟରେ ଦାବି ରଖିଥିଲୁ ଏବଂ ଗୋଟେ ଦାବିପତ୍ର ମଧ୍ୟ ସାରଙ୍କୁ ଦେଇଥିଲୁ ଏବଂ ପଞ୍ଚାୟତରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ, କାରଣ ଦୀର୍ଘ ଦିନ ପାଣି ଯେଉଁ ପିଇଛନ୍ତି ସେମାନେ ମଧ୍ୟ ତାଙ୍କ ଦେହରେ କ'ଣ ରୋଗ ରହିଛି ଆମେ ତ ଜାଣିନାହୁଁ, କେତେବେଳେ ବାହାରିଲା ବେଳକୁ ସେଟା ଲାଷ୍ଟ ଷ୍ଟେଜ୍ ହେଇଯାଉଛି। ତେଣୁ ସାର୍ ପଟରୁ ଆମେ ଦାବି ରଖିଥିଲୁ ଯେମିତି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହେବ ଏବଂ ସମସ୍ତ ଘରେ ଟ୍ୟାପ୍ ପାଣି ଯୋଗାଇ ଦିଆଯିବ ଏବଂ ଅସହାୟ ପରିବାରକୁ କେମିତି ସରକାରୀ ସୁବିଧା ଏବଂ ଚିକିତ୍ସାଧୀନ ଅବସ୍ଥାରେ ଯେଉଁ ରୋଗୀମାନେ ଅଛନ୍ତି ତାଙ୍କୁ ଟିକେ ସହଯୋଗ କରିବା ପାଇଁ ସାର୍ ଦାବି ରଖିଥିଲୁ। ଆମେ ଆଶା କରୁଛୁ ସାର୍ ଆମ ଏ ଲଢ଼େଇରେ ଯେଉଁ ଭରସା ଦେଇଛନ୍ତି ଏବଂ ବିଶ୍ୱାସ ଜନ୍ମେଇଛନ୍ତି, ଆଶା କରୁଛୁ ଆମେ ଶେଷ ପର୍ଯ୍ୟନ୍ତ ସାର୍ ଆମ ସାଙ୍ଗରେ ରହିବେ ଏବଂ ଏ ଲଢ଼େଇରେ ଆମକୁ ସହଯୋଗ କରିବେ। ଆଜି ଆମର এই যে প্রসঙ্গ রাজ্যের উঠি পারিছে সারଙ୍କୁ এবং আমার জেলা সভাপতি মাখন ভাই আমার এই প্রসঙ্গের মধ্যে জেলা পূর্বতন জেলা পরিষদ সভ্য খরচ ভাই অଛନ୍ତି এবং আমার অন্য সহযোগী মানে অଛନ୍ତି ସମସ୍ତଙ୍କୁ ধন্যবাদ দেউଛୁ এবং সরকারের নমস্কার জଣାଇ আমার মোর বক্তব্য শেষ করছি। বর্তমান সুদ্ধা আমি তো জানিনু আর তার কোন সমস্যা ଅଛି, কিন্তু যেহেতু নমুনা পরীক্ষা ହେଇକି ପାଲନପୁରର ସମସ୍ୟା ହିଁ ପ୍ରଥମ ବାହାରିଛି। ପ୍ରମୁଖ କାରଣ ଆମେ ଯେତିକି ଅନୁଭବ କରୁଛୁ ସିଡିଏମ୍ ଯାହା କରିବା କଥା ଏବଂ ଜଳ ସମ୍ପଦ ପାନୀୟ ଜଳ ବିଭାଗ ଯାହା କରିବା କଥା, ଯୋଉ ଗଭୀର ନଳକୂପ ରହିଛି ସରକାରଙ୍କର ସେଗୁଡାକ ମୋଟାମୋଟି ଠିକ ରହିଛି, ଗୋଟେ ଦୁଇଟି ଖରାପ ଅଛି। ଯୋଉଗୁଡା ବ୍ୟକ୍ତିଗତ ନଳକୂପ ରହିଛି 60 ଫୁଟ 70 ଫୁଟ 80 ଫୁଟର ଯୋଉ ନଳକୂପ ଗୁଡାକ ରହିଛି ସେଇଗୁଡାକ ପାଖାପାଖି 60 ରୁ 70 ଭାଗ ନଳକୂପ ଏମିତି ରାସାୟନିକ ପଦାର୍ଥ ବାହାରୁଛି। श्री विशोद भाव अपन सांगे कथा कथा आरंभ हो 2018 आज 2018 रु 2026 प्रति वर्ष से आंदोलन कर धारणा केवे अनुसरण प्रशासन दृष्टि आकर्षण कर लिस्ट पाखे अच्छे 120 जन मृत्युवरण कले किडनी आउ कैंसर बीमार 20 जन एवं आक्रांत होकर हॉस्पिटलाइज अच्छा। ये बीमारी एत वर्ष धरिक लोके लड़िला विगत सरकार स्वच्छ पानी देवा कथा कहते ए सरकार मध्य स्वच्छ पानी देवा कथा कहके आसिले, किंतु आज पर्यंत या ध्यान देना लोके आपत्ति अभियोग कले टिके एक्टिव हो जाउछंती से प्रोजेक्ट गुड़ा को पतन हो जाए। जदि पानी सप्लाय टेप वाटर सप्लाय काम चली था नदी पानी नहीं पानी जोगार काम जदि चली था सब होता ना। आपण देखिए जाजपुर हजार मान केमिति स्प्रेड कर ये दुईटी कथा मुझे जहाँ देखिली लोकों घरे जोटा डीप बोरवेल कराई 200 फुट तल गोड़ाई से पानी जो तलू आसुची से पानी रे मिनरल कंटेंशन नहीं, किंतु जो पानी 10 फुट 15 फुट 20 फुट भितर सी पानी जो मैंने व्यवहार कर साधारणतः प्राइवेट वेल गुड़ाक जोटे घरे घरे प्राइवेट वेल 10,000 12,000 टका खर्चार गोटे प्राइवेट वेल हो पानी जेहेतु समुद्र को लगिकी जो जिते लो लैंड एरिया अच्छी माने उपकूलवर्ती एरिया रे पानी तले ही मिले बहुत कम फिट मिल जाए। मोट जनसंख्या होची पंचायत पालटपुर 6,841 राजस्व ग्राम होची 5टी पालटपुर मुरारीपुर नीलकंठपुर बिंधाणीपुर साठीबाटी
এইটা বিগত 10 ବର୍ଷରେ ଯୋଉ ଫିଗର ହେଲା 120 ଲୋକଙ୍କର ମୃତ୍ୟୁ, 20 ଜଣ ବର୍ତ୍ତମାନ ଆକ୍ରାନ୍ତ। ପରୀକ୍ଷା ପାଇଁ 827ଟି ନଳକୂପ ରୁ ସ୍ୟାମ୍ପଲ ନିଆଯାଇଥିଲା। ସେ ଭିତରୁ 42ଟି ନଳକୂପରୁ ନମୁନା ମିଳିନଥିଲା। ବାକି ଲ୍ୟାବୋରେଟୋରୀରୁ ଯୋଉ ଆସିଲା ରିପୋର୍ଟ, ସେଠି 160ଟି ରିପୋର୍ଟ ଆସିଲା। ସେ ଭିତରୁ 90ଟି ଟ୍ୟୁବୱେଲ୍, 90ଟି ଟ୍ୟୁବୱେଲ୍ରେ ଯୋଉ ପଦାର୍ଥ ବାହାରିଲା ରାସାୟନିକ ପଦାର୍ଥ ପାଣିରୁ, ସେଟା ହେଉଛି ଆର୍ସେନିକ, ଲିଡ୍, କ୍ୟାଡମିୟମ, ମାଙ୍ଗାନିଜ, ଆଇରନ୍ ଭଳିଆ ବିଷାକ୍ତ ପଦାର୍ଥ ବାହାରିଲା। ମୁଁ ଯାଇଥିଲି ଦେଖିଲି 5ଟା ଘରେ ବକେଟରେ ଏବଂ ମାଠିଆରେ ଯୋଉ ପାଣି ରଖୁଛନ୍ତି, ଅଳ୍ପ ସମୟ ଗଲା ପରେ ସେଇଟା ଲାଲ ହେଇଯାଉଛି। ନୂଆ ବାଲ୍ଟି ବି ନେଇକି ଯିବା ପରେ ସେଇଟା ଲାଲ ହେଇଯାଉଛି। ମାନେ ମଣିଷ ଦେହ ଭିତରେ କ'ଣ ହଉଥିବ ସେ ପାଣିକି ବ୍ୟବହାର କଲା, ସେଇ ପାଣିରେ ଖାଦ୍ୟ ରୋଷେଇ କରିକି ଖାଉଥିବ, ସେଇଟା କ'ଣ ହଉଥିବ? ବିଭିନ୍ନ ଫୁଡ୍ ନେଇକି ତିଆରି କରି ଖାଉଥିବ, ସେଇଟା କ'ଣ ହଉଥିବ? ଅସହାୟ ଅବସ୍ଥାରେ ସ୍ୱାମୀ ସ୍ତ୍ରୀ ମରିଛନ୍ତି, ବେକାର ୟୁଥ୍ ଯୁବକ ମରିଛନ୍ତି, ଝିଅମାନେ ମରିଛନ୍ତି। ଏମିତି ସମସ୍ତଙ୍କର ଘର ଏ ଚିତ୍ର ଯୋଉ ଦେଖାଉଥିଲେ, କେତେ ଲୋକ ମରିଛନ୍ତି ସେ ଚିତ୍ର ବି ସେ ଆପଣମାନଙ୍କୁ ଦେଖାଉଥିଲେ। ଏମାନେ ମୃତ୍ୟୁ ହେଇଥିବା ପରିବାର ଗୁଡ଼ା ବିଭିନ୍ନ ପ୍ରକାର ଆଲୋଚନା ହେଇଛି ପଦକ୍ଷେପ ନିଆଯିବା ପାଇଁ, କିନ୍ତୁ ଏବେ ପର୍ଯ୍ୟନ୍ତ ସମାଧାନ ବାହାରି ପାରିନି। ପିଇବା ପାଣି ଗୋଟେ ଏତେ ବଡ଼ ସମସ୍ୟା, ଏତେ ଲୋକ ମରିବା ସମସ୍ୟାକୁ ସମସ୍ୟା ବୋଲି ଦେଖାଯାଏ, ତାହେଲେ କେମିତି ହେବ? ଆପଣମାନେ ବିଚାର କରନ୍ତୁ। ଆପଣମାନଙ୍କର ଜରିଆରେ ଆମେ ସରକାରକୁ, ମୁଁ ପରଦିନ ସେଇଠୁ ଯାଇଥିଲି, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଫୋନ କରି ମୁଁ କହିଥିଲି ନେସେସରି ମେଜର୍ସ ପାଇଁ। ଗତକାଲି କଲେକ୍ଟର ଡାକିଥିଲେ ଏମାନଙ୍କୁ ସମସ୍ତଙ୍କୁ ଏବଂ ବିଭାଗୀୟ ଡିଷ୍ଟ୍ରିକ୍ଟର ବିଭାଗୀୟ ଅଫିସର ମାନଙ୍କୁ, ସେଇଠି ଆଲୋଚନା କରିଛନ୍ତି। ମାସେ ଭିତରେ ଟେପ୍ ୱାଟର ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଖବରକାଗଜରେ ମୁଁ ଗୋଟେ ପଢୁଥିଲି, ମାସେ ଭିତରେ ଟେପ୍ ୱାଟର ଯୋଗାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଯେଉଁମାନେ ଇନଭଲ୍ଭ ଅଛନ୍ତି ସେମାନଙ୍କର ବିରୁଦ୍ଧରେ କରିବେ ବୋଲି କଲେକ୍ଟର କହିଛନ୍ତି। ଏ ଇସ୍ୟୁକୁ ତୁରନ୍ତ ରାଜ୍ୟ ସରକାର ସମାଧାନ କରୁ। ଯୋଉଠି ପାଣି ରହିଯାଇଛି, ଟେପ୍ ୱାଟର ଆସିପାରି ନାହିଁ, ତୁରନ୍ତ ଆଣିକିରି ଟେପ୍ ୱାଟରରେ ପାଣି ଯୋଗାଇ ଦିଅନ୍ତୁ। କିନ୍ତୁ ସବୁଠୁ ଏସେନ୍ସିଆଲ ହେଲା ଯେ ସବୁ ସେ ପଞ୍ଚାୟତର ସମସ୍ତ ଲୋକଙ୍କର ମେଡିକାଲ ଟେଷ୍ଟ କରାଇବାର ଦରକାର ଅଛି। ତାଙ୍କର ଫୁଲ୍ ବଡି ଚେକଅପ୍, କେତେ କେତେ ଏଫେକ୍ଟେଡ୍ ଅଛନ୍ତି ବର୍ତ୍ତମାନ ଚେକଅପ୍ କଲେ ତାଙ୍କୁ ବଞ୍ଚା ଯାଇପାରିବ, ନହେଲେ ସେମାନଙ୍କର ମୃତ୍ୟୁ ହୋଇଯିବ, ଅଧିକାଂଶ ଲୋକ ମରିଯିବ। ଏବେ ବି ସେ ପାଣିକୁ ବ୍ୟବହାର କରୁଛନ୍ତି ଲୋକ। ହେଲ୍ଥ ବିଭାଗ କରୁଛି କ'ଣ? ତାଙ୍କୁ ଯାଇ ସଚେତନ କରିବା କଥା। ପାଣି ସପ୍ଲାଇ ବିଭାଗ କରୁଛି କ'ଣ? ପାଣି ସପ୍ଲାଇ ମନ୍ତ୍ରୀ କ'ଣ କରୁଛନ୍ତି? ମୁଖ୍ୟମନ୍ତ୍ରୀ ଏଗୁଡ଼ାକୁ ରିଭ୍ୟୁ କରିବେ କି? ସ୍ୱାସ୍ଥ୍ୟ ଏବଂ ପାଣି ସପ୍ଲାଇ ଉପରେ ମୁଖ୍ୟମନ୍ତ୍ରୀ କାହିଁକି ରିଭ୍ୟୁ କରିବେ ନାହିଁ? କେବେ ସୁଦ୍ଧା ମୁଖ୍ୟମନ୍ତ୍ରୀ ରିଭ୍ୟୁ କରିବେ? ଇଟ୍ ଇଜ୍ ହ୍ୟୁମାନ୍ କନସର୍ନ। ଆଧୁନିକ ଭାରତବର୍ଷରେ ପିଇବା ପାଣିରେ ବିଷାକ୍ତ ପାଣି ପିଇକି ଲୋକ ମରିବେ କାହିଁକି?